ଦୈନିକ ମଜୁରୀ 100 ଟଙ୍କା। 100 ଟଙ୍କା ଦୈନିକ ମଜୁରୀ ଅଛି? ହଁ 100 ଟଙ୍କା ଏବେ ଅଛି ନା, ମୋହନ ମାଝି ଦଉଛି 100 ଟଙ୍କା ଆମକୁ। ତାକୁ ଲାଜ ଲାଗିଥିବା କଥା। କାମ ଡିପାର୍ଟମେଣ୍ଟ କେତେ ପଇସା ଯାଉଛି, ଲୋକ କେତେ ପଇସା ପାଉଛି। ସରକାର ହେଇଛନ୍ତି ସବୁ ଦୁଃଖ ସୁଖ ବୁଝିବା ପାଇଁ, ତାଙ୍କୁ ସେଇଟା ସେ ଦୁଃଖ ବୁଝୁନାହାନ୍ତି ଆମର। ଆଜିକାଲି ଆଦିବାସୀ ନାଇଁ, ଓଡିଆ ନାଇଁ, ବଙ୍ଗାলী ନାଇଁ, କିଏ ନାଇଁ, ଯାର ସ୍ୱାର୍ଥ ପାଇଁ ଦେଖିବେ ସାର୍। ଆମର ଗରିବ ଲୋକର ଦୁଃଖ କିଏ ବୁଝିବେ ନାହିଁ। କେତେ କଷ୍ଟ ହଉଛି ସାର୍, 10ଟା ବେଳେ ଯାଇକି 3ଟା ହଉଛି ଯାଇକିରି ରୋଷେଇ ଫୋଷେଇ ମାଉସୀ ମାନେ କେତେ କଷ୍ଟ, ଦରମା ମଧ୍ୟ ଠିକ ସେ ଆସୁନାହିଁ। ଏତେ ହଇରାଣ କରୁଛି ସରକାର ଆମକୁ। ଜିଟିପିଟି ପଢେଇବା ପିଲାମାନେ ସୁରକ୍ଷା ଆମର ସୁରକ୍ଷା କିଏ ରଖିବେ ସାର୍? ଆମର ଯଦି ଆମର ନିଆଁରେ ଯଦି ପୋଡିଯିବୁ, ଗ୍ୟାସରେ ଯଦି ଟାଣ ହେଇକିରି ଏଇ କରିଯିବୁ ବୋଲେ ଆମର ଦୁଃଖ କିଏ ବୁଝିବେ? ଆମର ଦୁଃଖ ବୁଝିବାର କିଏ ନାହିଁ ସାର୍। ମାଲକାନଗିରି ଜିଲ୍ଲାରେ ପ୍ରଭାତୀ ମ୍ୟାଡାମ ନିଜେ ଯାଇଥିଲେ ଭଣ୍ଡା ଘାଟିକୁ ଟିକେ ଉଦ୍ଘାଟନ କରିକିନା ଭଣ୍ଡା ମାନଙ୍କୁ ଟିକେ ସାହାଯ୍ୟ କରି ଆସିଛନ୍ତି। କିନ୍ତୁ ପ୍ରଭାତୀ ମ୍ୟାଡାମ ଜାଣି ନାହାନ୍ତି ଯେ ଏଇ ଆଦିବାସୀ ଲୋକମାନଙ୍କର ମଳିମୁଣ୍ଡିଆ ମାନଙ୍କର କାମ କେତେ। ଆମେ ପାଠ ପଢିନୁ, ସେଟା ପାଇଁ ଆମକୁ ମୋହନ ସରକାର ଠକୁଛି। ଆମ ମୂର୍ଖଟା ମାନେ ଆଦିବାସୀ ଲୋକମାନେ ଜଙ୍ଗଲ ଏରିଆ ରହୁଛୁ, ଆମ କିଛି କାମ ଧନ୍ଦା ଜଣା ନାହିଁ ହେଲା। ସେଠି ଆମେ 9ଟାରେ ଯାଇକି 3ଟାରେ ଆଇଲେ ରାଜି, 4ଟାରେ ଆଇଲେ ବି ରାଜି। ମନ ଇଚ୍ଛା ସାର୍ ମାନେ ବି ଦୁନିଆ କାମ ବତେଇବେ। ଏଇଟା ଘାସ ଚାଷ ହେଲା, ଗଛରେ ପାଣି ଦିଅ, ଏବେ ଛୁଟିରେ ବି ଗଛରେ ପାଣି ଦିଅ। ପିଲାମାନେ ଯଦି ଛୋଟ ପିଲା, ଏବେ ତ ଛୋଟ ଛୋଟ ପିଲାମାନଙ୍କୁ ଛାଡି ଦେଇଛନ୍ତି, ସେମାନେ ଛାଡା କଲେ ତାଙ୍କ ଘରକୁ ନେଇକି ଯାଅ, ତାଙ୍କ ଘରରୁ ଆଣ। ଏ ଯାକ ସବୁ କାମ ନ କଲେ ମାତ୍ର ଆମ ଉପରେ ଆଉ ସ୍କୁଲକୁ ଆଇବା ପାଇଁ ଦରକାର ନାହିଁ। ଆମ ରୋଷେଇଆ ଗଦା ଅଛନ୍ତି ହେଲା, ତମେ ଆଉ ଆସନି ସ୍କୁଲକୁ। ତମେ ଯଦି କାମ ନାଇଁ, ଆମର ସରକାର ଚାକିରି ନାହିଁ। ମୋ ନାଁ ହଉଛି ଦୟା ସମ୍ରାଟ, ମାଲକାନଗିରି ଜିଲ୍ଲାରୁ କହୁଛି। ଆମର ଏ ଯୋଉ ରାଜରାସ୍ତାରେ ଆସିଛୁ, ଆମର ଦରମା କମ, ମାସକୁ ମଧ୍ୟ ଠିକ ସେ ଦରମା ଆସୁନାହିଁ। 10 ମାସ ବଦଳରୁ 12 ମାସ କରାଯାଉ, ବର୍ଷକୁ 2 ହଳ ଶାଢୀ ଦିଆଯାଉ, ଆମର ସରକାର ମାନ୍ୟତା ଦିଆଯାଉ। ଆମର ପିଲା ଛୁଆ ମାନଙ୍କୁ ପାଠ ପଢାଇ ପାରୁନୁ, ଖାଇବାକୁ ବି ହଉନାହିଁ। ମା ମାଉସୀ ମାନଙ୍କୁ ମାଲକାନଗିରି ଜିଲ୍ଲାରୁ ଏତେ କଷ୍ଟ, ପାହାଡ ଅଞ୍ଚଳରୁ ଆସୁଛୁ, ସରକାର ଟିକେ ଆମର ଗୁହାରି ବୁଝନ୍ତୁ, ଏତିକି କହିକି କହୁଥିଲେ ଅନେକ ଗୁଡିଏ କଥା, କେହି କିଛି ମୁହଁ ଖୋଲୁ ନାହାନ୍ତି। ଆସୁଛନ୍ତି ଧାରଣାକୁ, ଛୁଆ ପିଲା ସମସ୍ତଙ୍କୁ ଛାଡିକି ଏତେ ବାଟରୁ ଆସୁଛନ୍ତି। ଆସିଛୁ ସାର୍, ଆମେ କେତେ ଗୁହାରି କରିବୁ, କେତେ ଭିଡିଓ କରିବୁ, କେତେ କ୍ୟାମେରା କରିବୁ, ଗୁହାରି କରି କରି ହାଲିଆ ହେଇଯାଉଛି ସାର୍। ଆମର ଦୁଃଖ ସରକାର ବୁଝୁ ନାହିଁ। ଆମକୁ ବେଶୀ ନହେଲେ ମତେ 10,000 ଟଙ୍କା ଦେଲେ ଆମକୁ ବହୁତ ଖୁସି ହେଇଥାନ୍ତୁ ସାର୍। କାହିଁକି ପାର୍ଟି ମାନଙ୍କୁ ଦଉନାହାନ୍ତି? କାହିଁକି ଦେଉନାହିଁ ସରକାରକୁ ଜାଣିଛି। ଆମେ ଗୋଟେ ମୋହନ ସରକାର ଆଇବ ବୋଲିକି ଆସିକିରି ଆମର ଦୁଃଖ ବୁଝିବି ବୋଲି କହି ଦେଇଲୁ ଭୋଟ ମଧ୍ୟ ଦେଲୁ, ସିନା କିଛି ମୂଲ୍ୟ ନାହିଁ ସାର୍। ମାନେ ଗୋଟେ ସରକାର ହେଲା, ତମର ଆଦିବାସୀ ମୁଖ୍ୟମନ୍ତ୍ରୀ, ଆଜିକାଲି ଆଦିବାସୀ ନାଇଁ, ଓଡିଆ ନାଇଁ, ବଙ୍ଗାলী ନାଇଁ, କିଏ ନାଇଁ, ଯାର ସ୍ୱାର୍ଥ ପାଇଁ ଦେଖିବେ ସାର୍। ଆମର ଗରିବ ଲୋକର ଦୁଃଖ କିଏ ବୁଝିବେ ନାହିଁ। କେତେ କଷ୍ଟ ହଉଛି ସାର୍, 10ଟା ବେଳେ ଯାଇକି 3ଟା ହଉଛି ଯାଇକିରି ରୋଷେଇ ଫୋଷେଇ ମାଉସୀ ମାନେ କେତେ କଷ୍ଟ, ଦରମା ମଧ୍ୟ ଠିକ ସେ ଆସୁନାହିଁ। ଏତେ ହଇରାଣ କରୁଛି ସରକାର ଆମକୁ। ଶିକ୍ଷକ ମାନଙ୍କ କଥା ବୁଝି ଦଉଛନ୍ତି, କିନ୍ତୁ ପାଚିଆ ମାନଙ୍କ କଥା କାହିଁ ଶୁଣୁନାହାନ୍ତି? ତାଙ୍କର କଥା ତାଙ୍କୁ ବୁଝୁଛି, ଆମର କଥା ବୁଝୁ ନାହିଁ। କାଲି କେତେବେଳେ ରୋଷେଇ କରିଦେବ, କେତେବେଳେ ହବ, ଖାଲି ଜିଟିପିଟି ପଢେଇବା ପିଲାମାନଙ୍କୁ ସୁରକ୍ଷା ଆମର ସୁରକ୍ଷା କିଏ ରଖିବେ ସାର୍? ଆମର ଯଦି ଆମର ନିଆଁରେ ଯଦି ପୋଡିଯିବୁ, ଗ୍ୟାସରେ ଯଦି ଟାଣ ହେଇକିରି ଏଇ କରିଯିବୁ ବୋଲେ ଆମର ଦୁଃଖ କିଏ ବୁଝିବେ? ଆମର ଦୁଃଖ ବୁଝିବାର କିଏ ନାହିଁ ସାର୍। ବହୁତ କଷ୍ଟ ହଉଛି ସାର୍। ଆମର ଦୁଃଖ ଟିକେ ସରକାର ଗୁହାରି ଶୁଣନ୍ତୁ। ମା ଭଉଣୀ ମାନଙ୍କୁ ବହୁତ ବହୁତ ଧନ୍ୟବାଦ, ତାଙ୍କ ମାନଙ୍କୁ ଟିକେ ଦରମା ବଢାଇବା ଚେଷ୍ଟା କରୁଛି। ଶିକ୍ଷକ ମାନଙ୍କର ଦରମା ବୃଦ୍ଧି ପାଇଁ ସେମାନେ ଚାହୁଁଛନ୍ତି, ତାଙ୍କର ବୃଦ୍ଧି ହେଇଯାଉଛି, କିନ୍ତୁ ତମ ଦରମା ଏତେ କମ ଥାଇକି ବି ଦରମା କାହିଁକି ଉଠୁନାହିଁ? ଆମେ ପାଠ ପଢିନୁ ସାର୍, ସେଇଟା ପାଇଁ ପାଠ ମୂର୍ଖ ନାଇକି ଆମକୁ ଠକୁଛି ହେଲା। ଆମେ ପାଠ ପଢିନୁ, ସେଟା ପାଇଁ ଆମକୁ ମୋହନ ସରକାର ଠକୁଛି। ଆମ ମୂର୍ଖଟା ମାନେ ଆଦିବାସୀ ଲୋକମାନେ ଜଙ୍ଗଲ ଏରିଆ ରହୁଛୁ, ଆମ କିଛି କାମ ଧନ୍ଦା ଜଣା ନାହିଁ ହେଲା। ସେଠି ଆମେ 9ଟାରେ ଯାଇକି 3ଟାରେ ଆଇଲେ ରାଜି, 4ଟାରେ ଆଇଲେ ବି ରାଜି। ମନ ଇଚ୍ଛା ସାର୍ ମାନେ ବି ଦୁନିଆ କାମ ବତେଇବେ। ଏଇଟା ଘାସ ଚାଷ ହେଲା, ଗଛରେ ପାଣି ଦିଅ, ଏବେ ଛୁଟିରେ ବି ଗଛରେ ପାଣି ଦିଅ। ପିଲାମାନେ ଯଦି ଛୋଟ ପିଲା, ଏବେ ତ ଛୋଟ ଛୋଟ ପିଲାମାନଙ୍କୁ ଛାଡି ଦେଇଛନ୍ତି, ସେମାନେ ଛାଡା କଲେ ତାଙ୍କ ଘରକୁ ନେଇକି ଯାଅ, ତାଙ୍କ ଘରରୁ ଆଣ। ଏ ଯାକ ସବୁ କାମ ନ କଲେ ମାତ୍ର ଆମ ଉପରେ ଆଉ ସ୍କୁଲକୁ ଆଇବା ପାଇଁ ଦରକାର ନାହିଁ। ଆମ ରୋଷେଇଆ ଗଦା ଅଛନ୍ତି ହେଲା, ତମେ ଆଉ ଆସନି ସ୍କୁଲକୁ। ତମେ ଯଦି କାମ ନାଇଁ, ଆମର ସରକାର ଚାକିରି ନାହିଁ, ସରକାରୀ ଚାକିରି ନୁହଁ, ମାନ୍ୟତା ଦେଇନାହାନ୍ତି ଆମକୁ ସରକାର। ଗୋଟେ ଯୋଉ ସରକାରଙ୍କର ଯୋଉ ନିୟମ ରହିଛି, ଗୋଟେ ମିନିମମ୍ ପଇସା ଯୋଉଟା କି ସେଇ କଥା ଆମେ ମୋହନ ସରକାରକୁ, ଆମ ଆଦିବାସୀ ଲୋକ, ଆମର ମୋହନ ସରକାର ମାଝି
ନାଇଁ ଆମର ମୋହନ ସରକାର ମାଝି ଆମର ଆଦିବାସୀ ଲୋକ ଆମର ଦୁଃଖ ବୁଝିବ ବୋଲିକି ଆମେ ତାକୁ ଭୋଟ ଦେଇକି ଆଗକୁ ଛାଡିଲୁ ହେଲେ କଣ ବୁଝିଲା ଆମର ପେଟ ତ ପୁଡି ଯାଉଛି କଣ ମୋହନ ସରକାର ବୁଝିବ କୋଉ ସରକାର ଆଇଲେ ବି କେତେ ପାଇଲ ଦୈନିକ ମଜୁରୀ 100 ଟଙ୍କା 100 ଟଙ୍କା ଦୈନିକ ମଜୁରୀ ଆଉ ଅଛି ହଁ 100 ଟଙ୍କା ଏବେ ଅଛି ନା ମୋହନ ମାଝି ଦଉଛି 100 ଟଙ୍କା ଆମକୁ ତାକୁ ଲାଜ ଲାଗିଥିବା କଥା କୋଉ କାମ ଡିପାର୍ଟମେଣ୍ଟ ରେ କେତେ ପଇସା ଯାଉଛି କୋଉ ଲୋକ କେତେ ପଇସା ପାଉଛି ସରକାର ହେଇଛନ୍ତି ସବୁ ଦୁଃଖ ସୁଖ ବୁଝିବା ପାଇଁ ତାଙ୍କୁ ସେଇଟା ସେ ଦୁଃଖ ବୁଝୁନାହାନ୍ତି ଆମର ସେଇଟା ଯେ ଆମେ ବିଧାନସଭାରେ ଆସିକି ପିଲା ଛୁଆକୁ ଛାଡିକି ଘର ଦ୍ୱାର ଛାଡିକି ଆସିକି ରୋଡେଇ କରୁଛୁ ହେଲେ ଆମର ଦୁଃଖ କେହି ବୁଝିବା ପାଇଁ ନାହିଁ ଭଲ ଲାଗିଲେ ବା 500 ଟଙ୍କା ମିଳୁଛି ମିଳୁଛି କିନ୍ତୁ ତମକୁ 100 ଟଙ୍କା 100 ଟଙ୍କା ଆମକୁ 100 ଟଙ୍କା ହେଲା ସେଥିପାଇଁ ସାର୍ ଆମେ ଦୁଃଖ କଷ୍ଟରେ ଦାଣ୍ଡ ପଡେଇକି ଏତେ ଦୂରରୁ ରାତି ଦିନରେ ପଡ ଉଠେଇକି ଆସିକି ଏଠି ରାଜ ରାସ୍ତାରେ ଓହ୍ଲେଇଛୁ ମୁଁ ଏତିକି କହିକି ଗୋଟେ ଦିନ ମଜୁରିଆ ହେଲେ ତାଙ୍କୁ ଦଉଛି 500 ଟଙ୍କା କିନ୍ତୁ ତଥାପି ସେ 500 ଟଙ୍କା ଦେଲେ ମରିଯିବ ସାର୍ ମରିଯିବ 500 ଟଙ୍କା ଦେଲେ ମରିଯିବ ଗୋଟେ 6000 ତ ଦଉ ଆମକୁ କେତେ କଷ୍ଟ ହଉଛି ସାର୍ ଗୋଟେ ତେଲ କିଣି ପାରୁନୁ ଲୁଣ କିଣି ପାରୁନୁ ପିଲାଟିକୁ ପ୍ୟାଣ୍ଟ ସାର୍ଟ କିଣି ପାରୁନୁ ଏତେ ଯଦି କରିବ ସରକାର ଆମେ କାରେ ଆମେ ଯଦି ସରକାରର ମୁଣ୍ଡ ଆମର ସରକାର ମୂଲ୍ୟ କଣ ତାଗିରି ଆମକୁ ଯଦି ସରକାର ଲୋକ ଯଦି ଆମେ କିଏ ବର୍ତ୍ତମାନ ବିଧାୟକ ମାନଙ୍କ ଦରମା କୁଆଡେ 1.5 ଲକ୍ଷ ହେଲାଣି ସେ ବିଧାୟକ 3 ଲକ୍ଷ ଟଙ୍କା କରାହେଲା ତାଙ୍କ ଏସି ରୁମ୍ ରେ ଆଉ 3 ଲକ୍ଷ ହବ 4 ଲକ୍ଷ ପଇସା ହବ ତାଙ୍କ ମାନଙ୍କୁ ସରକାର ବୁଝୁଛି ଆମକୁ ବୁଝୁ ନାହିଁ ଯେତେବେଳେ ଭୋଟ ହବ ଆସିବେ ନମସ୍କାର କରିବା ପାଇଁ ଭୋଟ ଦିଅ ଆମେ ତମର ଦୁଃଖ ବୁଝିବୁ ଏଇଟା ସେଟା କରିବେ ଯେତେବେଳେ ଭୋଟ ଜିତି ଯିବେ ପଚାରବେ ନାହିଁ ତମେ କିଏ ବୋଲିକିରି ଦୂରକୁ ଇଏ କରିବେ ତାଙ୍କ ଦରମା ପଇସାକୁ କାହିଁକି ବଢେଇଲେ ଏପଟେ ବଢେଇଲେ କାହିଁକି ବଢାଇଲେ ସେଟା ଆମକୁ ଜବାବ ଦଉ ସରକାର ଆମକୁ ଜବାବ ଦଉ ଆମର ମା ମାଉସୀ ମାନଙ୍କୁ ବୁଝୁ ନ ବୁଝିଲେ ଆମେ ଏଇଠି ଆସିକିରି ନିଆଁ ଲଗେଇବୁ ରାଜରାସ୍ତାରେ ବସିବୁ ଆଜ୍ଞା ପାଚିକା ମାନଙ୍କର ଦରମା କଣ ପାଇଁ ବଢୁନାହିଁ ଆଜ୍ଞା ସେଟା ପାଇଁ ଆମେ ବି ବେଶୀ ଦୁଃଖରେ ଅଛୁ କାହିଁକି ନା ଏବେ ଅଙ୍ଗନବାଡି ସ୍କୁଲରେ ପିଲା ରୋଷେଇ କରୁଛନ୍ତି ତାଙ୍କ ଦରମା 5000 7000 ଟଙ୍କା ଦରମା ବଢୁଛି କିନ୍ତୁ ଏ ମାନେ ସକାଳଠୁ ଯାଇ 100 ପିଲାର କାମ କରୁଛନ୍ତି ହେଲେ ଏଇ ପିଲାମାନଙ୍କର ଦରମା କାହିଁକି ବଢା ଯାଉନାହିଁ ଆମେ ସେଇଟା ସରକାରକୁ ବାରମ୍ବାର ଆମେ ପ୍ରଶ୍ନ କରୁଛୁ କାହିଁକି ଏ ସରକାର ଏମିତି କରୁଛନ୍ତି ହେଲେ କେତେ କାମ କରୁଛନ୍ତି ସେମାନେ ଏବେ ଯୋଉ କହୁଥିଲେ ଯୋଉ ମା ସେ ଭଳିଆ ଆଉ ସ୍କୁଲର ରୋଷିଆ ମାନେ ସକାଳେ 8ଟାରୁ ଯାଇକିନା ସନ୍ଧ୍ୟା 4ଟାରୁ ଆସୁଛନ୍ତି ତାଙ୍କ ଡେକ୍ସି ପତର ଧୁଆ ଧୁଇ ପିଲାଙ୍କ ସେବା ରୋଷିଆ କାମ ଅଲଗା ପୁଣି ମାଷ୍ଟରଙ୍କର ପାଇଁ ବି ରୋଷେଇ କରି ଦଉଛନ୍ତି ଏମାନେ ଆଉ ତାଙ୍କ ପାଇଁ ବି ଏମାନେ ଖାଇବା ଦଉଛନ୍ତି ହେଲେ ଏତେ କାମ କଲା ପରେ ସେମାନଙ୍କୁ ଟିକେ ସାହାଯ୍ୟ ନାହିଁ ହେଲେ ଏଟା ଦୁଃଖର ବିଷୟ ସାର୍ ପ୍ରଗତି ମ୍ୟାଡାମ ତ ମା ପାଇଁ ସବୁ କିଛି କରୁଛନ୍ତି କରୁଛନ୍ତି ପ୍ରଭାତୀ ମ୍ୟାଡାମ ମା ମାନଙ୍କ ପାଇଁ କଣ କରୁଛନ୍ତି ସାର୍ ମାଲକାନଗିରି ଜିଲ୍ଲାରେ କିଛି କରୁନାହାନ୍ତି 3500 ଟଙ୍କା ବୋଲିକିନା କହିଲେ 500 ଟଙ୍କା ଯାଉନାହିଁ ହେଲା 500 ଟଙ୍କା ଚଳୁନାହିଁ 3000 ଟଙ୍କା ଚଳୁଛି ହେଲେ 500 ଟଙ୍କା କୋଉ ମାର ଖାତାରେ ବି ଯାଇନାହିଁ ମାଲକାନଗିରି ଜିଲ୍ଲାରେ ପ୍ରଭାତୀ ମ୍ୟାଡାମ ନିଜେ ଯାଇଥିଲେ ଭଣ୍ଡା ଘାଟିକୁ ଟିକେ ଉଦ୍ଘାଟନ କରିକିନା ଭଣ୍ଡା ମାନଙ୍କୁ ଟିକେ ସାହାଯ୍ୟ କରି ଆସିଛନ୍ତି କିନ୍ତୁ ପ୍ରଭାତୀ ମ୍ୟାଡାମ ଜାଣିନାହାନ୍ତି ଯେ ଏଇ ଆଦିବାସୀ ଲୋକମାନଙ୍କର ମଳିମୁଣ୍ଡିଆ ମାନଙ୍କର କାମ କେତେ ସେଥିପାଇଁ ବୋଲିକିନା ଆମେ କହିବା କଥା ହେଲେ ଦୁଃଖର ବିଷୟ ଏଟା ସେଥିପାଇଁ ସରକାରକୁ ଆମେ ବେଶୀ ନହେଲେ ବି ଗୋଟେ 5000 ଟଙ୍କା ତ ଦିଅନ୍ତୁ ମା ମାନଙ୍କୁ ତାଙ୍କ ଦରଦାମ ବଢି ଯାଉଛି ପିଲା ଛୁଆ ଅଛନ୍ତି ତାଙ୍କ ସ୍ୱାମୀ ଅଛନ୍ତି ଘରେ କେତେ କାମ ଅଛି ହେଲେ ସେମାନେ 3000 ଟଙ୍କାରେ ମାସ ମାସ ବର୍ଷ ବର୍ଷ କେମିତି ବଞ୍ଚୁଛନ୍ତି ସେଟା ମୁଁ କହିବା କଥା ହେଲେ ଆମେ କହିଲା ପରେ ବି ସରକାର କାଣ ଦେଉନାହାନ୍ତି ବର୍ଷ ବର୍ଷ ଲଢେଇ କରୁ ଲଢେଇ ହବ ସେମାନେ ଯଦି ନାଇଁ ବୋଲି କହିଲେ ଲଢେଇ କରବାଟା ସେ